ଭିନ୍ନକ୍ଷମ ରୋଗୀଙ୍କ ସେବା ଓ ଚିକିତ୍ସା ପାଇଁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ କଟକ ଜିଲ୍ଲା ଓଲଟପୁରଠାରେ ଅବସ୍ଥିତ ଏସ୍ବି ନିରତାରା ମେଡିକାଲର କର୍ମଚାରୀମାନେ 13/3/95ରୁ ପେନ୍ସନ୍ ପାଇବା ପାଇଁ ଅଧିସୂଚନା ଜାରି ହୋଇ ପ୍ରାୟ 200ରୁ ଅଧିକ କର୍ମଚାରୀ ପେନ୍ସନ୍ ପାଇଛନ୍ତି। ହେଲେ 1/1/2004 ପରଠାରୁ ପୁରୁଣା ପେନ୍ସନ୍ ବ୍ୟବସ୍ଥା ବନ୍ଦ ରହିଛି। ଏବେ 59 ଜଣ କର୍ମଚାରୀ ପୁରୁଣା ପେନ୍ସନ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଅନ୍ୟାୟ ବିରୋଧରେ ପେନ୍ସନ୍ରୁ ବଞ୍ଚିତ ହେଉଥିବା କର୍ମଚାରୀମାନେ ନିରତର ଗେଟ୍ ସମ୍ମୁଖରେ ପ୍ରତିବାଦର ସ୍ୱର ଉଠାଇଛନ୍ତି। ମୋ ନାଁ ରଞ୍ଜନ ଦାସ। ମୁଁ 1990 ମସିହା ନଭେମ୍ବର ମାସରୁ ଏ ସଂସ୍ଥାରେ ଲେକ୍ଚରର ମେକାନିକାଲ ଇଞ୍ଜିନିୟରିଂ ଭାବରେ ନିଯୁକ୍ତି ପାଇଛି। ମୁଁ ଯେତେବେଳେ ଆସିଥିଲି ସେତେବେଳେ ମୁଁ ଦେଖିଥିଲି ଯେ ଏ ସଂସ୍ଥାର ସବୁ କୁହାଯାଉଥିଲା ଯେ ସଂସ୍ଥାର ସମସ୍ତଙ୍କୁ ଜିପିଏଫ୍ କମ୍ ପେନ୍ସନ୍ ଇଏ ମିଳିବ। ସେତେବେଳେ ବି ମୁଁ ଏ ସଂସ୍ଥାର ବାଇଲୋକୁ ଦେଖିଥିଲି। ବାଇଲୋରେ କ୍ଲିଅରଲି ଲେଖା ହେଇଥିଲା ଯେ ଆମେ ରିଟାୟାରମେଣ୍ଟ ବେନିଫିଟ୍ରେ ଆସିଲା ପେନ୍ସନ୍ ଏବଂ ଜିପିଏଫ୍ ସିଷ୍ଟମ୍ ଥିଲା। କିନ୍ତୁ ଦୁଃଖର ବିଷୟ ହେଇଛି ଯେ ଏଠି ବର୍ତ୍ତମାନ ଆମେ ଶୁଣିବାକୁ ପାଉଛୁ ଯେ ପେନ୍ସନ୍ ସିଷ୍ଟମ୍ଟା ଟିକେ ହେଲ୍ଡଅପ୍ କରିକି ରଖାଯାଉ, ପୁରା ବନ୍ଦ ହେଇନାହିଁ, ହେଲ୍ଡଅପ୍ କରିକି ରଖାଯାଉ ଟିଲ୍ ଦ ଫର୍ଦର ଅର୍ଡ଼ର ଫ୍ରମ୍ ଦ ମିନିଷ୍ଟ୍ରି କମ୍ସ ଫର୍ ଇସ୍ୟୁ ଅଫ୍ PPO ପେନ୍ସନ୍ ପେମେଣ୍ଟ ଅର୍ଡ଼ର। ସେଇ ଯୋଗୁଁ ଆମେମାନେ ଥୋଡ଼ା ଡାଉଟ୍ ଆମମାନଙ୍କର ଥୋଡ଼ା ଡାଉଟ୍ରେ ରହୁଛି ଯେ କ'ଣ ଆମ ଫ୍ୟୁଚର୍ ହେବ। କାରଣ ଆମେ ପ୍ରିପେୟାର ହେଇକି ନାହୁଁ ଯେ ଆମେ ଆମ ରିଟାୟାରମେଣ୍ଟ ପିରିୟଡ଼ ପରେ ଆମେ କ'ଣ କରିବୁ। ଯଦି ଆମର ଅଲଗା ସବୁ ଯେଉଁ ଥିଲା ଯେତେ CPF ଆଉ ଗୋଟେ NPS ନ୍ୟୁ ପେନ୍ସନ୍ ସ୍କିମ୍, ଯଦି ଏଇଟା ଲାଗୁ ହେଇଥାନ୍ତା ବି ଆମେ ସେ ଅନୁସାରେ ପ୍ରିପେୟାର ହେଇକି ଥାଆନ୍ତୁ। ଆମର ପୋଷ୍ଟ ରିଟାୟାରମେଣ୍ଟ ପିରିୟଡ଼ଟା ଆମେ ସେ ଅନୁସାରେ ପ୍ଲାନିଂ କରିଥାନ୍ତୁ। ବର୍ତ୍ତମାନ ଆମ ପାଖରେ ସେମିତି କିଛି ଗଚ୍ଛିତ ଇଏ ନାହିଁ ଯାହାକି କିଛି ସମ୍ବଳ ନାହିଁ ଯେଉଁଥିରେ କି ଆମେ ରିଟାୟାରମେଣ୍ଟ ପରେ ଯାହା ମୋ ସହିତ ଅନ୍ୟମାନେ ବି ବହୁତ ଅଛନ୍ତି ଯେ ଆମେ ଆମର ଯେଉଁ ପୋଷ୍ଟ ରିଟାୟାରମେଣ୍ଟ ପିରିୟଡ଼ ତାକୁ କେମିତି କଟେଇବୁ। କାରଣ ଏବେ ଆପଣଙ୍କ ଧାରଣା ବାବଦରେ କୁହନ୍ତୁ, କ'ଣ ଚାହୁଁଛନ୍ତି, ସେ ଦାବି କ'ଣ? ଆମର ଦାବି ହେଉଛି ଯେମିତି ଆଜିକି 30 ବର୍ଷ ହେବ, 30 ବର୍ଷ ପର୍ଯ୍ୟନ୍ତ ଏଇ ଯେଉଁ ଓଲ୍ଡ ପେନ୍ସନ୍ ସ୍କିମ୍ ଚାଲି ଆସୁଥିଲା ଏବଂ ଏହା ଆମର ବାଇଲରେ ବି ଅଛି। ବାଇଲ ବି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆପ୍ରୁଭ୍ କରିଛି। ଆଉ ଆମେ ଚାହୁଁଛୁ ସେଇଟା ଲାଗୁ ହେଉ, ଇମିଡ଼ିଏଟଲି ଲାଗୁ ହେଉ। ଆଉ କୌଣସି ଲୋକ ଯିଏ ବି ରିଟାୟାର୍ଡ଼ କରିବ, ଆମର ପ୍ରଥମେ ରିଟାୟାର୍ଡ଼ କରିବେ, ଏଇ ଅର୍ଡ଼ର ଆସିବା ପରେ ରିଟାୟାର୍ଡ଼ କରିବାକୁ ଯାଉଛନ୍ତି ଫେବୃଆରୀ ମାସରେ, ସେମାନେ ଯେମିତି ବଞ୍ଚିତ ନ ହେଉ, ସେମାନେ ବଞ୍ଚିତ ନ ହୁଅନ୍ତୁ। ଯଦି ସେମାନେ ବଞ୍ଚିତ ହେବେ ତାହେଲେ ଆମକୁ ଲାଗିବ ଆମେ ବି ସେଥିରୁ ବଞ୍ଚିତ ହେଇପାରୁ। ତେଣୁକରି ଆମର ଡିମାଣ୍ଡ ରହୁଛି ଏ ଶୀଘ୍ର ଆର ସମାଧାନ କରି ଏ ଓଲ୍ଡ ପେନ୍ସନ୍ ସ୍କିମ୍ ଯେମିତି ଚାଲିଛି ସେମିତି ଚାଲୁ। କଣ୍ଟକ ରିପୋର୍ଟ, ବିରଜା ନ୍ୟୁଜ୍।